नील आकाश शिमिली गछरे भरपूर एई नील पर्वतमाला दिने आकर्षित करिथिला प्रकृति उपासक कविवर राधानाथ राय को। सालमली शैल बा शिमिली पहाड़र सौंदर्य अमरत्व लाभ करिथिला तांको उषा काव्यरे। ऋतु बदलुछि, वर्ष वर्ष बीती जाउछि, किंतु शिमिलीपाड़ राधानाथଙ୍କ कवितार सेई शिमिलीपाड़ परि अछि, सबुज सतेज सुंदर। सुउच्च पहाड़र बुकुचिरी बहुतबा झरणा सबू सेई परि ही गीत गाउछन्ति पूर्व परि चढ़ई मानक सह मिसी। रंग शब्द आलुअर महोत्सव भितरे एठी कोण अनुकूल गुंजरित हेउछि जीवन। मयूरभंज जिलार मध्य भागरे अवस्थित शिमिलीपाड़ देशर सर्वबृहत संरक्षित अरण्य। एहार परिसीमा हेउछि 2271.78 वर्ग किलोमीटर। डिसेम्बर 3, 1979 मसीहारे एई अंचल को राज्य सरकार प्रस्तावित अभयारण्य रूपे ग्रहण कले। परवर्ती समय 23 अप्रैल 2008 मसीहारे एहाको स्थायी अभयारण्यर मान्यता प्रदान करागला। आउ 1994 मसीहा जून 22 तारिख रे यूनेस्कोर मनीष और जैव मंडल बा MAB कार्यक्रम अधीन रे शिमिलीपाड़ को जैव मंडलर मान्यता मध्य मिलिछि। शिमिलीपाड़ जैवमंडल जातीय जैव संपदर 7% भाग सपुष्पक उद्भिद, 8 भाग रास्ना, 12 भाग सरीसृप, 29 भाग पक्षी और 14 भाग स्तन्यपायी प्राणी धारक। एठारे थिबा 8 प्रकारर उद्भिद पृथ्वी पृष्ठर विलुप्त प्राय। 8 प्रकार उद्भिदर स्थिति विपदग्रस्त और 34 प्रकार उद्भिद विरल। एठारे चिन्हित होइथिबा 94 जातिर रास्ना और 1286 जातिर उद्भिद मध्यरु एरिया मेघासानिनासिस, टाइना होकिरेना, बल्बोफोरियम पाणिग्राहियम रास्ना शिमिलीपाड़र स्थानीय। शिमिलीपाड़ 55 प्रकारर स्तन्यपायी, 362 प्रकारर पक्षी, 62 प्रकारर सरीसृप और 21 प्रकारर उभयचर प्राणी बसवास करନ୍ତି। मांसाहारी प्राणी मध्य महाबल बाघ, कला महाबल बाघ, कलरापत्रिया बाघ, कलरापत्रिया बिराड़ी, माछधरा बिराड़ी, वन्य बिराड़ी, गधिया, शृगाल और हेटा प्रमुख। अन्य स्तन्यप्रायी प्राणी मध्य गाड़ भालू, कटास, बेलेरा मूषा, उड़ंता गुंडुची, नेउल, वज्रकाप्ता, ठेकुआ, पाती मांकड़ और हनु अन्यतम। सेहीपरि सरीसृपଙ୍କ मध्य
ଅଜଗର, ରଣା, ଅହିରାଜ, ନାଗ, ଚିତି, ବହୁରୂପୀ ଏଣ୍ଡୁଅ ଓ କୁମ୍ଭୀର ସମେତ ବହୁ ପ୍ରକାରର ଉଭୟଚର ପ୍ରାଣୀ ବସବାସ କରନ୍ତି। ଶିମିଳିପାଳକୁ ପକ୍ଷୀଙ୍କର ଭୂସ୍ୱର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ବସବାସ କରନ୍ତି ପ୍ରାୟ 362 ପ୍ରଜାତିର ପକ୍ଷୀ। ଏମାନଙ୍କ ମଧ୍ୟରୁ ମୟୂର, ବଣ କୁକୁଡ଼ା, ତିତର, କୋଚିଲା ଖାଇ, ଭାଲିଆ ଖାଇ ବା ଧୂସର କୋଚିଲା ଖାଇ, ସାରି, ଶୁଆ, ମରହାଡ଼ ବା ଚୁଳିଆ ସାପଖିଆ ଚିଲ, ହଳଦୀ ବସନ୍ତ ଅନ୍ୟତମ। ପ୍ରାୟ 1300 ବୃକ୍ଷ ଏବଂ 94 ପ୍ରକାରର ରାସ୍ନା ବା ଅର୍କିଡ୍ ଏହାର ଅଧିବାସୀ। ଶାଳ, ପିଆଶାଳ, ଶିଶୁ, ଅସନ, ଅଶୋକ ଓ ଚମ୍ପା ଭଳି ମୂଲ୍ୟବାନ ବୃକ୍ଷ ପ୍ରାୟ ଅଧିକାଂଶ ଅଞ୍ଚଳରେ ଦେଖାଯାଆନ୍ତି। ଭାରତର ବିଭିନ୍ନ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ କିମ୍ବା ବ୍ୟାଘ୍ର ପ୍ରକଳ୍ପ କୌଣସି ନିର୍ଦ୍ଦିଷ୍ଟ ଏକ ବିଶେଷତା ପାଇଁ ପ୍ରସିଦ୍ଧି ଲାଭ କରିଛି। ମାତ୍ର ଶିମିଳିପାଳ ଅନେକ ବିଶେଷତ୍ୱର ଅଧିକାରୀ। ମାଇଲ ମାଇଲ ବିସ୍ତୃତ ପର୍ଣ୍ଣମୋଚୀ ଅରଣ୍ୟ, ଜେନାବିଲ୍, ଅପର ବାରାକାମୁଡ଼ା ଓ ଦେବସ୍ଥଳୀର ଦୂର ଦିଗନ୍ତ ବିସ୍ତାରିତ ତୃଣଭୂମି, ଥାକ ଥାକ ପର୍ବତମାଳା, ସର୍ପିଳ ଗତିରେ ପାହାଡ଼ର ବୁକୁ ଚିରି କୁଳୁକୁଳୁ ନାଦରେ ବହିଯାଉଥିବା ଅସଂଖ୍ୟ ଛୋଟ ବଡ଼ ନଦୀନାଳ, ଘନ ଅରଣ୍ୟ ମଧ୍ୟରେ ଛିଡ଼ା ହୋଇଥିବା ସୁଉଚ୍ଚ ପାହାଡ଼ର ମଥାନରୁ କ୍ଷିପ୍ର ଗତିରେ ପ୍ରବାହିତ ଜଳପ୍ରପାତର ଘୋ ଘୋ ଗର୍ଜନ, ବଡ଼ ବଡ଼ ଗଛର ଶାଖାରେ ଶାଖାରେ ଲଟେଇଥିବା ଜାତି ଜାତିକା ରାସ୍ନା ଫୁଲର ମହମହ ବାସ୍ନା, ଦିନ ତମାମ ବିଭିନ୍ନ ପକ୍ଷୀଙ୍କ କାକଳି ସହିତ ରହି ରହି ହରିଣ ସମ୍ବରଙ୍କର ଚିତ୍କାର, ଆଉ ରାତିରେ ବାଘ ହେଟାଙ୍କର ରଣଭୂମି, ଆଉ ତା ସହିତ ପେଚାର ଦୀର୍ଘ ଭୀତିପ୍ରଦ ଉଫ୍ ଉଫ୍ ଡାକ। କ'ଣ ନାହିଁ ଶିମିଳିପାଳ? ଶିମିଳିପାଳକୁ ପ୍ରବେଶ ପାଇଁ ଯଶୀପୁର ପଟୁଥିବା କାଳିଆଣୀ ତନଖି ଫାଟକରୁ ପ୍ରାୟ 17 କିଲୋମିଟର ଦୂରରେ ପଡ଼େ ଗୁଡ଼ୁଗୁଡ଼ିଆ। ବହୁ ବର୍ଷ ତଳେ ଜଙ୍ଗଲ ବିଭାଗ ଏଠାରେ ବିଭିନ୍ନ ଦେଶରୁ ଅଣାଯାଇଥିବା ପାଇନ ଚାରା ରୋପଣ କରିଥିଲେ। ଆଜି ସେସବୁ ମହାଦ୍ରୁମରେ ପରିଣତ ହୋଇଛନ୍ତି। ପାଇନ ଜଙ୍ଗଲ ସନ୍ନିକଟ ମୁଣ୍ଡିଆ ପାହାଡ଼ରେ ସୃଷ୍ଟି କରାଯାଇଥିବା ଅର୍କିଡିୟମରେ ରହିଛି 94 ପ୍ରକାର ଅର୍କିଡ୍ ବା ରାସ୍ନା। ଏହି ଉପତ୍ୟକାରେ ରାତିର ତାପମାତ୍ରା ଅହେତୁକ ଭାବରେ ହ୍ରାସ ପାଏ। ସେଇଥିପାଇଁ ତ ଏ ସ୍ଥାନ ହିଲ୍ ଷ୍ଟେସନ ପରି ଅନୁଭବ ହୁଏ। ପର୍ଯ୍ୟଟକଙ୍କ ରହିବା ପାଇଁ ଏଠାରେ ଇକୋ ଟୁରିଜମ କମ୍ପ୍ଲେକ୍ସ ସହିତ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ରହିଛି। ଗୁଡ଼ୁଗୁଡ଼ିଆ ସନ୍ନିକଟ କୁମାରୀରେ ମଧ୍ୟ ପର୍ଯ୍ୟଟକଙ୍କ ରହିବା ପାଇଁ କଟେଜ ଓ ଖାଇବା ପାଇଁ ହୋଟେଲ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଜାମୁଆଣୀରେ ମଧ୍ୟ ଟୁରିଷ୍ଟ କମ୍ପ୍ଲେକ୍ସର ରହିଛି ସୁବିଧା। ଗୁଡ଼ୁଗୁଡ଼ିଆରୁ 16 କିଲୋମିଟର ଦୂରରେ ପଡ଼େ ଉସ୍କି ଜଳପ୍ରପାତ। ଉସ୍କି ଜଳପ୍ରପାତ ଠାରୁ ପ୍ରାୟ 9 କିଲୋମିଟର ଦୂରରେ ରହିଛି ବରେହି ପାଣି ଜଳପ୍ରପାତ। ଏହା ଦେଶର ଦ୍ୱିତୀୟ ବୃହତ୍ତମ ସର୍ବୋଚ୍ଚ ଜଳପ୍ରପାତ। ବରେହି ପାଣି ଜଳପ୍ରପାତରୁ ଫେରିବା ବାଟରେ ଜରନ୍ଦାକୁ ଲମ୍ବି ରହିଥିବା ରାସ୍ତାରେ ଗଲେ ଦୃଷ୍ଟିଗୋଚର ହୁଏ ଏକ ଆଦିବାସୀ ଗାଁ ନଅଣା। ଆଉ ବାଁ ରାସ୍ତା ଜରନ୍ଦା ଜଳପ୍ରପାତକୁ ଯାଇଛି। ଘଞ୍ଚ ଶାଳ ଜଙ୍ଗଲର ବଡ଼ ବଡ଼ ପଥର ଚଟାଣ ଉପରେ ବସି ଜଳପ୍ରପାତର ଶୋଭା ଉପଭୋଗ କରିହୁଏ। ବରେହି ପାଣିରୁ 13 କିଲୋମିଟର ଗଲେ ପଡ଼ିବ ଚହଲା ଉପତ୍ୟକା। ଏଠାରେ ରାଜାଙ୍କ ଅମଳର ଏକ ହେରିଟେଜ୍ ପକ୍କା ବଙ୍ଗଳା ରହିଛି। ଚହଲା ବଙ୍ଗଳାର ସରହଦରେ ରହିଛି ଅନେକ ବିଶାଳ ୟୁକାଲିପଟାସ୍ ବୃକ୍ଷ। ବଙ୍ଗଳା ସମ୍ମୁଖ ଭାଗର କିଛି ଅଂଶକୁ ସଲ୍ଟ ଲେକ୍ରେ ପରିଣତ କରାଯାଇଛି।
এই ସର୍ଟ ଲିକ୍ ଯୋଗୁଁ ପର୍ଯ୍ୟଟକମାନେ ହରିଣ, ସମ୍ବର ଓ ହାତୀ ଭଳି ତୃଣଭୋଜୀଙ୍କୁ ଦେଖିବାର ସୁଯୋଗ ପାଆନ୍ତି। ସନ୍ଧ୍ୟା ମାଡ଼ି ଆସିବା ମାତ୍ରେ ସନ୍ନିକଟ ଗହଳ ଅରଣ୍ୟରୁ ଜାତି ଜାତିକା ପଶୁପକ୍ଷୀଙ୍କର କଳରବରେ ଚହଲା ଉପତ୍ୟକା ମୁଖରିତ ହୋଇ ଉଠେ। ଶିମିଳିପାଳ ଦର୍ଶନୀୟ ସ୍ଥାନ ସମୂହରେ ଲୁଲୁଙ୍ଗ ମଧ୍ୟ ଏକ ଉଲ୍ଲେଖନୀୟ ବିନ୍ଦୁ। ଶିମିଳିପାଳର ପ୍ରବେଶ ପଥ ନିକଟବର୍ତ୍ତୀ ଏହି ଅଞ୍ଚଳ ପଳପଳା ନଦୀ ତୀରରେ ଅବସ୍ଥିତ। ପ୍ରାକୃତିକ ସୌନ୍ଦର୍ଯ୍ୟର ବିବିଧ ରୂପ ଏଠାରେ ପ୍ରକଟିତ। ନଦୀର ନିର୍ମଳ କାଚକେନ୍ଦୁ ଜଳ, ଦୁଇ କୂଳର ଘନ ବନାନୀ ସମସ୍ତଙ୍କ ହୃଦୟ ଜିଣିବାକୁ ସକ୍ଷମ। ଖଇରିଭଣ୍ଡନ ନଦୀ କୂଳରେ ଅବସ୍ଥିତ ଧାର୍ମିକ ପୀଠ ରାମତୀର୍ଥ ଆଧ୍ୟାତ୍ମିକ ବିଶେଷତ୍ୱ ପାଇଁ ହିନ୍ଦୁମାନଙ୍କର ଆସ୍ଥା ଓ ବିଶ୍ୱାସ ଏହି ପବିତ୍ର ସ୍ଥାନ ସହିତ ଜଡ଼ିତ। ମନୋରମ ଉଦ୍ୟାନ, ଘଡ଼ିଆଳ କୁମ୍ଭୀର ଗବେଷଣା କେନ୍ଦ୍ର ଓ ପ୍ରକୃତିର ଅବସ୍ଥିତି ଯୋଗୁଁ ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ଏଠାରେ ରହିବା ପାଇଁ ଡାକ ବଙ୍ଗଳା ଓ ଖାଦ୍ୟପେୟର ସୁବିଧା ଥିବାରୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଏଠି ଲାଗି ରହିଥାଏ। ପ୍ରକୃତି ସୃଷ୍ଟ ଏ ସମସ୍ତ ସ୍ଥାନରେ ପର୍ଯ୍ୟଟକଙ୍କୁ ଭାବୁକ କଲା ଭଳି ଅନେକ ଉପାଦାନ ରହିଛି। ଏସବୁ ସ୍ଥାନକୁ ବାଦ୍ ଦେଇ ମଧ୍ୟ ଜାମୁଆଣୀ, ବୃନ୍ଦାବନ ତନଖି ଫାଟକ ଇଲାକା, ମଞ୍ଚାବନ୍ଧା, ସମୀ ବୃକ୍ଷ, ଭୀମକୁଣ୍ଡ, ସୀତାକୁଣ୍ଡ ଆଦି ସ୍ଥାନର ପ୍ରାକୃତିକ ବର୍ଣ୍ଣାଢ୍ୟ ରୂପ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏ ସମସ୍ତ ସ୍ଥାନକୁ ଗମନାଗମନ ସହିତ ରାତ୍ରି ଯାପନ, ଖାଦ୍ୟପେୟ ଓ ଟ୍ରେକିଂର ମଧ୍ୟ ସୁବିଧା ରହିଛି। ଏକଦା ଶିମିଳିପାଳ ସାରା ବିଶ୍ୱରେ ପ୍ରସିଦ୍ଧ ଥିଲା ବାଘରାଣୀ ଖଇରି ପାଇଁ। 1974 ମସିହାରେ ଶିମିଳିପାଳରେ ରହୁଥିବା କିଛି ଗାଁ ଲୋକ ଖଇରି ନଦୀ କୂଳରୁ 2 ମାସର ଏକ ମା ଛେଉଣ୍ଡ ବାଘ ଛୁଆ ଉଦ୍ଧାର କରିଥିଲେ। ଗାଁ ଲୋକମାନେ ବାଘ ଛୁଆକୁ ଆଣି ଶିମିଳିପାଳର ପ୍ରଥମ ଫିଲ୍ଡ ଡାଇରେକ୍ଟର ସରୋଜ ରାଜ ଚୌଧୁରୀଙ୍କୁ ହସ୍ତାନ୍ତର କରିଥିଲେ। ସରୋଜ ରାଜ ଚୌଧୁରୀ ବାଘ ଛୁଆକୁ ପାଳିଥିଲେ ଆଉ ତା ନାଁ ଦେଇଥିଲେ ଖଇରି। ସାରା ବିଶ୍ୱ ସେତେବେଳେ ଆଗ୍ରହ ଓ ଆଶ୍ଚର୍ଯ୍ୟରେ ଦେଖୁଥିଲା ପୋଷା ମାନିଥିବା ଏକ ବାଘୁଣୀ ଓ ତାର ମାଲିକର ଗଭୀର ନିବିଡ଼ତାକୁ। ଇତିହାସରେ ହୁଏତ ପ୍ରଥମ ଥର ପାଇଁ ଏକ ଜଙ୍ଗଲୀ ମହାବଳ ବାଘ ସଫଳତାର ସହ ବଞ୍ଚୁଥିଲା ମଣିଷଙ୍କ ସହ। 1981 ମସିହାରେ ଖଇରିର ମୃତ୍ୟୁ ପର୍ଯ୍ୟନ୍ତ ତାର ଜୀବନ ଥିଲା ଘଟଣା ବହୁଳ। ବର୍ଷ ତମାମ ଶିମିଳିପାଳରେ ଲାଗିଥାଏ ପ୍ରକୃତି ପ୍ରେମୀଙ୍କ ଭିଡ଼। ଟାଇଗର ରିଜର୍ଭ ବ୍ୟତୀତ ଶିମିଳିପାଳର ବାକି ସମସ୍ତ ସ୍ଥାନ ଯାତ୍ରୀଙ୍କ ବୁଲିବା ପାଇଁ ଖୋଲା ରହିଥାଏ, କିନ୍ତୁ ଟାଇଗର ରିଜର୍ଭର ଆଭ୍ୟନ୍ତରୀଣ ଇଲାକା ସବୁ ପର୍ଯ୍ୟଟକଙ୍କ ପାଇଁ କେବଳ ନଭେମ୍ବରରୁ ଜୁନ୍ ଯାଏଁ ଉପଲବ୍ଧ ହୁଏ। ଶିମିଳିପାଳ ମଧ୍ୟକୁ ପ୍ରବେଶ କରିବା ପାଇଁ ଆବଶ୍ୟକ ହେଉଥିବା ଏଣ୍ଟ୍ରି ପରମିଟ୍ ପ୍ରତିଦିନ ସକାଳ 6ଟାରୁ ଦିନ 9ଟା ମଧ୍ୟରେ ଏଣ୍ଟ୍ରି ଗେଟ୍ ମାନଙ୍କରେ ଉପଲବ୍ଧ ହୋଇଥାଏ। ଶିମିଳିପାଳ ମଧ୍ୟରେ ଥିବା ରାମତୀର୍ଥ, ଗୁଡ଼ୁଗୁଡ଼ିଆ, କୁମାରୀ ଓ ଜାମୁଆଣୀ ଆଦି ପ୍ରକୃତି ନିବାସରେ ରହିବା ଓ ଖାଇବା ପାଇଁ ଯାତ୍ରା ପୂର୍ବରୁ ଅନଲାଇନ୍ ବୁକିଂ କରିବାକୁ ପଡ଼ିଥାଏ। ବୁକିଂ କରିବା ପାଇଁ ଏହି ୱେବସାଇଟ୍କୁ ଯାଆନ୍ତୁ www.ecotour-odisha.com। ଉପକୂଳ ସମତଳ ଭୂମିରୁ ଆରମ୍ଭ ହୋଇ ସମୁଦ୍ର ପତନର 1168 ମିଟର ଉଚ୍ଚାରେ ଅବସ୍ଥିତ ଶିମିଳିପାଳରେ ଅନୁଭୂତ ହୁଏ ଋତୁ ଓ ଜଳବାୟୁର ବିସ୍ମୟକର ବିବିଧତା। ପ୍ରଚଣ୍ଡ ଶୀତ, ସୁଖଦ ଗ୍ରୀଷ୍ମ ଆଉ ମୂଷଳ ବର୍ଷା। ଏହାର ସବୁଜ ଉପତ୍ୟକା, ପାହାଡ଼ି ନଈ, ସୁଉଚ୍ଚ ଜଳପ୍ରପାତ, ଅନନ୍ୟ ଉଦ୍ଭିଦ ଓ ଜୀବଜଗତ। ଶିମିଳିପାଳର ନିଆରା ପରିବେଶ ସବୁବେଳେ ପର୍ଯ୍ୟଟକ, କବି, କଳାକାର, ଭାବୁକ ଓ ପ୍ରକୃତି ଉପାସକଙ୍କ ପାଇଁ ଆଣିଦିଏ ସ୍ୱର୍ଗର ଅନୁଭବ।
ବାଘର ହେଣ୍ଟାଳ, ହାତୀଙ୍କର ହୁଙ୍କାର, ପକ୍ଷୀଙ୍କର କଳର, ଶିମିଳିପାଳର ପ୍ରତିଟି ଉପାଦାନ ମିଶି ଛନ୍ଦନ୍ତି ଗୋଟିଏ ସୁନ୍ଦର ଗୀତର ପଦ, ଯାହାର ପ୍ରତିଧ୍ୱନିରେ ଗୁଞ୍ଜରିତ ହୁଏ ଏକ ପବିତ୍ର ଧ୍ୱନି ଜୀବନର, ଏକ ସ୍ୱଚ୍ଛ ସରଳ ନିର୍ମଳ ଜୀବନର।